ମନ୍ଦାର ବୃନ୍ଦାବନପୁର ଗ୍ରାମ ଜଙ୍ଗଲରୁ ବାର୍ହା ମାଂସ ସହ ମୁଣ୍ଡ ଜବତ, ଲୁଙ୍ଗି ଛାଡ଼ି ଶିକାର ଫେରାର। ଢେଙ୍କାନାଳ ଜିଲ୍ଲା ଗଅଁଦିଆ ବ୍ଲକ ଅନ୍ତର୍ଗତ ମନ୍ଦାର ଗ୍ରାମ ପଞ୍ଚାୟତର ବୃନ୍ଦାବନପୁର ଗ୍ରାମ ଜଙ୍ଗଲରେ ଶିକାରୀମାନେ ଜଙ୍ଗଲୀ ବାର୍ହାକୁ ବମ୍ ସାହାଯ୍ୟରେ ମାରି ତାର ମାଂସକୁ ବିକ୍ରି କରିବା ପାଇଁ କଟାକଟି କରୁଥିବା ସମୟରେ ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା ଷଡ଼ଙ୍ଗୀ ବନ୍ୟାଞ୍ଚଳରେ ରହୁଥିବା ହାଡ଼ିକାଟର କର୍ମଚାରୀ ଓ ମହିଳା ଫରେଷ୍ଟ ଗାର୍ଡ। କର୍ମଚାରୀମାନଙ୍କୁ ଦେଖି ପ୍ରାଣ ବିକଳରେ ଲୁଙ୍ଗି ଛାଡ଼ି ଜଙ୍ଗଲ ମଧ୍ୟକୁ ଶିକାରୀମାନେ ଦୌଡ଼ି ପଳାଇଯିବାର ସଫଳ ହୋଇଥିବା ବେଳେ କର୍ମଚାରୀମାନେ ସେଠାରେ ପଡ଼ିଥିବା ବାର୍ହାର କଟାମୁଣ୍ଡ ମାଂସ, ଗୋଡ଼, ଦାନ୍ତ ସମେତ ମାଂସ ହାଣିବା ପାଇଁ ବ୍ୟବହୃତ 2ଟି ଧାରୁଆ ଅସ୍ତ୍ରକୁ ଜବତ କରିଛନ୍ତି। ଜବତ ହୋଇଥିବା ମାଂସକୁ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଉପସ୍ଥିତିରେ ଜବତ ହୋଇଥିବା 57 କେଜି ମାଂସକୁ ପୋତା ଯାଇଥିଲା। ପ୍ରକାଶ ସାହୁକି ବନ ବିଭାଗ କର୍ମଚାରୀମାନେ ଷଡ଼ଙ୍ଗୀ କାର୍ଯ୍ୟାଳୟରେ ଉପସ୍ଥିତ ରହି ନଥିବା ବେଳେ ଶିକାରୀ ଓ କାଠ ଚୋରାମାନେ ପଥର ମାଫିଆମାନେ ସକ୍ରିୟ ହୋଇଥିବାରୁ ସାଧାରଣରେ ଚର୍ଚ୍ଚା ହେଉଛି।